ସୂର୍ଯ୍ୟଦିନର ଆରମ୍ଭରେ ଗାଁର ସାଧାରଣ ଚାନ୍ଦୁରୀ ତୁଆନ ଓ ତୁନି ଦୁଇଟି ଛୋଟ ଚିରେଇ ଆଜିର ନୂତନ ସମ୍ଭାବନାରେ ଉଦୟ ହେବାକୁ ବ୍ୟସ୍ତ ଥିଲେ। ତୁଆନଙ୍କ ନୀଳ ଧରା ଓ ତୁନିଙ୍କ ହରିତ ପେହେରା ସୂର୍ଯ୍ୟର କିରଣରେ ଚମକୁଥିଲେ। ସେମାନେ ପ୍ରତିଦିନ ସକାଳୁ ସେହି ଚାନ୍ଦ୍ର ବିନୋଦମୟ କ୍ଷଣଟିକୁ ଶିରେ ଉଡ଼ି ଖାଦ୍ୟ ଖୋଜିବା ଖାଦ୍ୟ ଓ ଗୀତ ଗାଇବାରେ ବିତାଇଥିଲେ। ଏକ ଦିନ ତୁନି ଚିରେଇ ତୁଆନଙ୍କୁ ନୂତନ ସ୍ଥାନ ଦେଖିବା ପ୍ରସ୍ତାବ ଦେଲା। ତୁଆନ ଆମେ ଆଜି ଜଙ୍ଗଲର ନୂଆ ଜାଗାକୁ ଯିବା। ତୁଆନ ଖୁସିରେ ସମ୍ମତ ଖବା। ତେଣୁ ସେମାନେ ଦୂରେ ସ୍ଥାନକୁ ଉଡ଼ିଗଲେ ଯେଉଁଠାକ ବହୁତ ରଙ୍ଗୀନ ଫଳ ଓ ଧାନ ଥିଲା। ସେଠାରେ ସେମାନେ ସେହି ରସାଳି ଫଳ ଖାଇଲେ ଏବଂ ଜଙ୍ଗଲର ଗୀତ ଗାଇଲେ। ହଠାତ୍ ଏକ ଜୋର ଜେରା ଆସିଗଲା। ସେଥିରୁ ତୁନି ଭୟ ପାଇଲା। ତା ଶରୀରର ବାକର ମାଂଝରେ ଏକ ଜନ କମ୍ପନ ଖେଳେ। ତୁଆନ ସ୍ନେହ ଓ ସାଥିର ଶକ୍ତିରେ ତୁନିକୁ ସାହାଯ୍ୟ କରିବା ପାଇଁ ସେ ଦୃଢ଼ ଭାବେ କହିଲା, ଭୟ କରନି, ଆମେ ସଙ୍ଗେ ସଙ୍ଗେ ରହିବା। ସେମାନେ ଏକ ମଜବୁତ ଗଛର ଡାଳରେ ବସିଲେ। ବାତାସ ଶାନ୍ତ ହେଉଯାଏ। ତୁନି ତାଙ୍କର ଦକ୍ଷା ଭରିଥିବା ସ୍ଥିତିକୁ ଦେଖି ତୁଆନ ପ୍ରତି ତାର ଆଭାର ଏବଂ ପ୍ରେମ ଏକ ସ୍ନେହପୂର୍ଣ୍ଣ ଗାଦାଏ ଅନୁଭବ କରିଲା ହେଲା। କିଛି ସମୟ ପରେ ବାତାସ ଥମକିଗଲା। ତୁନି ତାଙ୍କର ଦକ୍ଷା ଭରିଥିବା ସ୍ଥିତିକୁ ଦେଖି ତୁଆନ ପ୍ରତି ତାର ଆଭାର ଏବଂ ପ୍ରେମ ଏକ ସ୍ନେହପୂର୍ଣ୍ଣ ଗାଦାଏ ପରିଣତ ହେଲା। ବାତାସ ଶାନ୍ତ ହେଉଯାଏ, ଅନୁଭବ କରିଲା। କିଛି ସମୟ ପରେ ବାତାସ ଥମକିଗଲା, ଅନୁଭବ କରିବାରେ ବ୍ୟସ୍ତ ହେଲା। ସେପରେ ସେମାନେ ଖୁସି ହେଇ ଘରକୁ ଫେରିଗଲେ, ତାଙ୍କର ହୃଦୟରେ ସେହି ସ୍ନେହର ଖଣ୍ଡକୁ ନେଇ। ନୀତି, ଭଲ ମିତ୍ର ସବୁବେଳେ କଷ୍ଟ ସମୟରେ ସହାୟ କରନ୍ତି। ସୂର୍ଯ୍ୟଦିନର ଆରମ୍ଭରେ ଗାଁର ସାଧାରଣ ଚାନ୍ଦୁରୀ ତୁଆନ ଓ ତୁନି ଦୁଇଟି ଛୋଟ ଚିରେଇ ଆଜିର ନୂତନ ସମ୍ଭାବନାରେ ଉଦୟ ହେବାକୁ ବ୍ୟସ୍ତ ଥିଲେ। ତୁଆନଙ୍କ ନୀଳ ଧରା ଓ ତୁନିଙ୍କ ହରିତ ପେହେରା ସୂର୍ଯ୍ୟର କିରଣରେ ଚମକୁଥିଲେ। ସେମାନେ ପ୍ରତିଦିନ ସକାଳୁ ସେହି ଚାନ୍ଦ୍ର ବିନୋଦମୟ କ୍ଷଣଟିକୁ ଶିରେ ଉଡ଼ି ଖାଦ୍ୟ ଖୋଜିବା ଖାଦ୍ୟ ଓ ଗୀତ ଗାଇବାରେ ବିତାଇଥିଲେ। ଏକ ଦିନ ତୁନି ଚିରେଇ ତୁଆନଙ୍କୁ ନୂତନ ସ୍ଥାନ ଦେଖିବା ପ୍ରସ୍ତାବ ଦେଲା। ତୁଆନ ଆମେ ଆଜି ଜଙ୍ଗଲର ନୂଆ ଜାଗାକୁ ଯିବା। ତୁଆନ ଖୁସିରେ ସମ୍ମତ ଖବା। ତେଣୁ ସେମାନେ ଦୂରେ ସ୍ଥାନକୁ ଉଡ଼ିଗଲେ ଯେଉଁଠାକ ବହୁତ ରଙ୍ଗୀନ ଫଳ ଓ ଧାନ ଥିଲା। ସେଠାରେ ସେମାନେ ସେହି ରସାଳି ଫଳ ଖାଇଲେ ଏବଂ ଜଙ୍ଗଲର ଗୀତ ଗାଇଲେ। ହଠାତ୍ ଏକ ଜୋର ଜେରା ଆସିଗଲା। ସେଥିରୁ ତୁନି ଭୟ ପାଇଲା। ତା ଶରୀରର ବାକର ମାଂଝରେ ଏକ ଜନ କମ୍ପନ ଖେଳେ। ତୁଆନ ସ୍ନେହ ଓ ସାଥିର ଶକ୍ତିରେ ତୁନିକୁ ସାହାଯ୍ୟ କରିବା ପାଇଁ ସେ ଦୃଢ଼ ଭାବେ କହିଲା, ଭୟ କରନି, ଆମେ ସଙ୍ଗେ ସଙ୍ଗେ ରହିବା। ସେମାନେ ଏକ ମଜବୁତ ଗଛର ଡାଳରେ ବସିଲେ। ବାତାସ ଶାନ୍ତ ହେଉଯାଏ। ତୁନି ତାଙ୍କର ଦକ୍ଷା ଭରିଥିବା ସ୍ଥିତିକୁ ଦେଖି ତୁଆନ ପ୍ରତି ତାର ଆଭାର ଏବଂ ପ୍ରେମ ଏକ ସ୍ନେହପୂର୍ଣ୍ଣ ଗାଦାଏ ଅନୁଭବ କରିଲା ହେଲା। କିଛି ସମୟ ପରେ ବାତାସ ଥମକିଗଲା। ତୁନି ତାଙ୍କର ଦକ୍ଷା ଭରିଥିବା ସ୍ଥିତିକୁ ଦେଖି ତୁଆନ ପ୍ରତି ତାର ଆଭାର ଏବଂ ପ୍ରେମ ଏକ ସ୍ନେହପୂର୍ଣ୍ଣ ଗାଦାଏ ପରିଣତ ହେଲା। ବାତାସ ଶାନ୍ତ ହେଉଯାଏ, ଅନୁଭବ କରିଲା। କିଛି ସମୟ ପରେ ବାତାସ ଥମକିଗଲା, ଅନୁଭବ କରିବାରେ ବ୍ୟସ୍ତ ହେଲା। ସେପରେ ସେମାନେ ଖୁସି ହେଇ ଘରକୁ ଫେରିଗଲେ, ତାଙ୍କର ହୃଦୟରେ ସେହି ସ୍ନେହର ଖଣ୍ଡକୁ ନେଇ। ନୀତି, ଭଲ ମିତ୍ର ସବୁବେଳେ କଷ୍ଟ ସମୟରେ ସହାୟ କରନ୍ତି।